ବାଲେଶ୍ୱର ଏଇଟା ମୋର ଦ୍ୱିତୀୟ ଗସ୍ତ ସରକାର ହେଲା ପରେ ଆଗରୁ ବି ବନ୍ୟା ସମୟରେ ଆସିଥିଲି, ଦାନା ବାତ୍ୟା ସମୟରେ ମଧ୍ୟ ଆସିଥିଲି। ଆଜି ଦ୍ୱିତୀୟ ଗସ୍ତ। ସେ କ୍ରମରେ ବାଲେଶ୍ୱର ଜିଲ୍ଲାର ଗୁଡ଼ିଏ ଆର୍ଆଇ ଅଫିସ୍ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲା, ତାର ଉଦ୍ଘାଟନ କରିବାର ଥିଲା। 4ଟା ଆର୍ଆଇ ଅଫିସ୍ ଆଜି ଆମେ ଶିମୁଳିଆରୁ ଉଦ୍ଘାଟନ କଲୁ। ରେମୁଣାରେ ମହୋତ୍ସବର କାର୍ଯ୍ୟକ୍ରମ ଅଛି। ମାନ୍ୟବର ବିଧାୟକ ଗୋବିନ୍ଦ ବାବୁ ଆଗ୍ରହ ପ୍ରକାଶ କରିଥିଲେ ଏ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ। ତେଣୁ ତାଙ୍କର ଆଗ୍ରହରେ ଆଜି ଏଠି ଲୋକ ମହୋତ୍ସବରେ ସାମିଲ ହେଉ, ଆପଣମାନଙ୍କ ସାଙ୍ଗେ ଭେଟ ହେବ, ପାର୍ଟି କାର୍ଯ୍ୟକର୍ତ୍ତା ସାଙ୍ଗରେ ଭେଟ ହେବ। ବୈଠକରେ ପ୍ରକୃତରେ ଗୁଡ଼ିଏ ସମସ୍ୟା ଯେଉଁଟା ବାଲେଶ୍ୱରର ଅଛି ସେ ବାବଦରେ ମୁଁ ଅବଗତ ଅଛି। ମୂଳତଃ ରାଜସ୍ୱ ସମସ୍ୟା ଯାହା ଅଛି ସେ ବାବଦରେ ମଧ୍ୟ ଯେଉଁ ବସୁନ୍ଧରା ପଟ୍ଟା ଆମେ ଗରିବ ଲୋକଙ୍କୁ ଦେଉଛୁ 4 ଡିସିମିଲ୍ ଲେଖା, ତା'ର ଅଗ୍ରଗତି କେତେ ହେଲା ସେ ବାବଦରେ ସମୀକ୍ଷା କରିବାର ଅଛି। ଶିକ୍ଷାନୁଷ୍ଠାନମାନଙ୍କୁ ମଧ୍ୟ ସବୁ ଶିକ୍ଷାନୁଷ୍ଠାନକୁ ଛୋଟ ବଡ଼ ପ୍ରାଥମିକ ଠାରୁ କଲେଜ ପର୍ଯ୍ୟନ୍ତ, ୟୁନିଭର୍ସିଟି ପର୍ଯ୍ୟନ୍ତ ଯେଉଁ ଅନୁଷ୍ଠାନର ନିଜସ୍ୱ ଜମି ପଟ୍ଟା ନାହିଁ ସେମାନଙ୍କର ମଧ୍ୟ ଜମି ପଟ୍ଟାର ଅଗ୍ରଗତି କେତେ ଦୂର ହୋଇଛି, କେତେଟା ବାକି ଅଛି ତାର ବାବଦରେ ମଧ୍ୟ ମୋର ତଥ୍ୟ ସଂଗ୍ରହ କରିବାର ଅଛି। ଜନଜାତି ସମ୍ପ୍ରଦାୟ ପାଇଁ ମଧ୍ୟ ବାଲେଶ୍ୱର ଜିଲ୍ଲାରେ ଗୁଡ଼ିଏ ଜନଜାତି ସମ୍ପ୍ରଦାୟର ଲୋକ ଅଛନ୍ତି ଯେଉଁମାନଙ୍କର ଜଙ୍ଗଲ ଜମିନ ଅଧିକାର ଉପରେ ପଟ୍ଟା, ସେମାନଙ୍କର ମଧ୍ୟ ଗୋଟେ ବିଷୟ ଅଛି। ଏବଂ ରାଜସ୍ୱ ସମସ୍ୟା ଆଉ ଯାହା ବି ଅଛି, ସର୍ଭେ ସେଟଲମେଣ୍ଟକୁ ନେଇକି ଯାହା ସମସ୍ୟା ଅଛି, ଏସବୁ ବିଷୟରେ ରିପୋର୍ଟ ତଲବ କରିବାର ଅଛି, ରିପୋର୍ଟ ନେବାର ଅଛି। ଦେଖନ୍ତୁ, ପ୍ରାକୃତିକ ବିପର୍ଯ୍ୟୟର ପାର୍ମାନେଣ୍ଟ ଆଡ୍ରେସ୍ ଓଡ଼ିଶା ହେଇଯାଇଛି। ପିଛା ଆମକୁ ଛାଡ଼ୁନାହିଁ। ସେ ପ୍ରତ୍ୟେକ ବର୍ଷ ବନ୍ୟା ଆକାରରେ ହେଉ, ବାତ୍ୟା ଆକାରରେ ହେଉ, ବହୁତ ସମୟରେ ଆପଣ ବଜ୍ରାଘାତ କଥା କହୁଛନ୍ତି, ବହୁତ ଜାଗାରେ ବରୁଡ଼ିର ସମସ୍ୟା ମଧ୍ୟ ହେଉଛି। ଏବଂ ବନ୍ୟା ବାତ୍ୟାକୁ ନେଇକରି ଆମେ 8 ମାସ ଭିତରେ ବାଲେଶ୍ୱରରେ ଗୋଟେ ବନ୍ୟା ଦେଖି ସାରିଲୁଣି, ଯାହାକୁ ନେଇକରି ଆମେ ଝାଡ଼ଖଣ୍ଡ ସରକାର ସାଙ୍ଗରେ ମଧ୍ୟ ଏ ବାବଦରେ କଥାବାର୍ତ୍ତା ଆରମ୍ଭ କରିଛୁ। ବହୁତ ସମୟରେ ସେପଟୁ ପାଣି ଆସିକରି ମୟୂରଭଞ୍ଜ ଏବଂ ବାଲେଶ୍ୱରରେ ବିନା କାରଣରେ ବନ୍ୟା ସୃଷ୍ଟି ହେଉଛି, ଲୋକ ହଇରାଣ ହରକତ ହେଉଛନ୍ତି। ସେଠିର ଯେଉଁ ଗୋଟେ ଡ୍ୟାମ୍ ଅଛି, ସେ ଡ୍ୟାମ୍ର ଉଚ୍ଚତା ନ ବଢ଼ିବା କାରଣରୁ ପାଣି ବଢ଼ିଗଲେ ମୟୂରଭଞ୍ଜ ବାଲେଶ୍ୱର ଭିତରେ ପଶି ଯାଉଛି। ତେଣୁ ଆକୁ ସେଠିକାର ସରକାର ସାଙ୍ଗରେ କଥାବାର୍ତ୍ତା କରୁଛୁ, ତା'ର କ'ଣ ସମାଧାନ ହୋଇପାରିବ। ଆଉ ରହିଲା ବାତ୍ୟା କଥା, ବାତ୍ୟା 480 କିଲୋମିଟର କୋଷ୍ଟାଇନ୍ ଅଛି। ବହୁତ ସମୟରେ ଡିପ୍ରେସନ୍ ହେଲେ ତା'ର ପ୍ରତିଫଳନ ହେଉଛି। ଦାନା ସମୟରେ ମଧ୍ୟ ଆମେ ଦେଖିଲୁ। ସେଥିରେ ଗୋଟେ ଜିନିଷ ଆମେ ଚିନ୍ତା କରୁଛୁ ଏବଂ ଚେଷ୍ଟା କରୁଛୁ ଏବଂ ଚଳିତ ବଜେଟ୍ରେ ତାକୁ ଆମେ ସ୍ଥାନିତ କରୁଛୁ। ଏବଂ 1600 ଅର୍ଥ କମିଶନ ଯେଉଁ ଆଣିଥିଲେ ତାକୁ ମଧ୍ୟ ଆମେ ବ୍ରିଫିଂ କରିଛୁ। ଯେଉଁଟା ଆପଣ ଉଲ୍ଲେଖ କରୁଛନ୍ତି ସେଇଟା ହେଲା ଯେ ପ୍ରତ୍ୟେକ ବର୍ଷ ଏ ବନ୍ୟା ବାତ୍ୟାକୁ ସାମ୍ନା କରିବାର ସାଙ୍ଗରେ ତାର କେତେ ଦୂର ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରିବ, ବନ୍ୟା ବାତ୍ୟାର ପ୍ରକୋପ କେମିତି କମ୍ ହୋଇପାରିବ, ସେ ବାବଦରେ ମଧ୍ୟ ଖସଡ଼ା ଆମେ ପ୍ରସ୍ତୁତ କରୁ। ସେଥିରେ ଦେଖନ୍ତୁ, ଏଇଟା ଗୋଟେ ସମସ୍ୟା ଯେଉଁଟା ଆମେ ପୂର୍ବ ସରକାର ଠାରୁ ଇନହେରିଟ୍ କରି ପାଇଛୁ। ଆମେ ବାଂଲାଦେଶୀ ଅନୁପ୍ରବେଶ ଗୋଟେ ବହୁତ ବଡ଼ ସମସ୍ୟା ଏବଂ ସେ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରୁଛି ତାଙ୍କର ଅପରାଧୀ ବ୍ୟାକ୍ଗ୍ରାଉଣ୍ଡ। ବହୁତ ସମୟରେ ଆସିବା, ସରକାରୀ ଜମିକୁ ଜବରଦଖଲ କରିବା, ଅପରାଧୀ କାର୍ଯ୍ୟରେ ଲିପ୍ତ ହେବା, ଏଇଟା ଗୋଟେ ବହୁତ ବଡ଼ ସମସ୍ୟା। ଇଏ ମୂଳତଃ ସୀମା ଅତିକ୍ରାନ୍ତ କରି ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ କେନ୍ଦ୍ରର ମଧ୍ୟ ଗୁଡ଼ିଏ ଆଇନ ଅଛି ଏବଂ ଏମାନଙ୍କୁ ଡିପୋର୍ଟେସନ୍ କରିବାର ଯେଉଁ ପ୍ରକ୍ରିୟା, ସେ ପ୍ରକ୍ରିୟାରେ କେବଳ ରାଜ୍ୟ ସରକାରଙ୍କର ସହଭାଗିତା ହୁଏ। ମୂଳ ଦାୟିତ୍ୱ ହେଉଛି କେନ୍ଦ୍ର ସରକାରର। କିନ୍ତୁ ଠାବ କରିବାର କାମ ଆମେ ଆରମ୍ଭ କରିଛୁ। କେମିତି କେବଳ ବାଂଲାଦେଶରୁ ନୁହନ୍ତି, ବାଂଲାଦେଶର ସେପଟୁ 2 ପ୍ରକାର ଲୋକ ଆଉଛନ୍ତି। ଗୋଟେ ପ୍ରକାର ଲୋକ ଆଉଛନ୍ତି ଯେଉଁମାନେ ଶରଣାର୍ଥୀ, ଯେଉଁମାନେ ବହୁତ ସମୟରେ ଧାର୍ମିକ ତାଡ଼ନାର ଶିକାର ହୋଇକି ଆଉଛନ୍ତି। ସେ ବାବଦ କେନ୍ଦ୍ର ସରକାରଙ୍କର ଯେଉଁ ଆଇନ ଅଛି
बांग्लादेश हो पाकिस्तान हो अफगानिस्तान हो जो मैंने शरणार्थी आकार आसवे एवं धार्मिक कारण उत्पीड़ित होकर आसवे तांकु तो आम ये नागरिकत्व दौचु किंतु जो मैंने अन्य कारण से माने शरणार्थी नुहति से अनुप्रवेशकारी मानकर को ठाब करवा एवं तांकु डिपोर्टेशन करने राज्य सरकार और केंद्र सरकार भितर बहुत समय आम वार्ता विनिमय करुचु एवं यहाँ गोटे बहुत बड़ समस्या केवल ओडिशार नुह मु तो पश्चिम बंगाल में 5 वर्ष पार्टी काम करछि देखी जे अनुप्रवेशकारी सबुठ बड़ समस्या देशर केउंटी सेटा होछि पश्चिम बंगला अपराधी एवं अपराध बढ़िबार सबुठ मूल जगह जो जगार प्रकृत क्रांतिकारी सृष्टि होते